দুঃখিনো প্রভু প্রশংসা তুমি কেন ধন্যবাদ দুঃখিনো প্রভু প্রশংসা তুমি কেন মঙ্গলময় প্রভু তুমি করুণাময় যিশু তুমি মঙ্গলময় প্রভু তুমি করুণাময় যিশু তুমি পাইছু যাহা জীবনে আম পাইছু যাহা জীবনে আম সবু তো তুমরি করুণা দান প্রভু সবু তো তুমরি করুণা দান ধন্যবাদ ঘেন প্রভু প্রশংসা তুমি ঘেন ধন্যবাদ ঘেন প্রভু প্রশংসা তুমি ঘেন। পঢ়িবা গীত সংহিতা 18 আর 23 ଆଉ 24 ପଦ। ଏହା ସଦାପ୍ରଭୁଙ୍କର କର୍ମ, ଏହା ଆମମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ, ଏହା ସଦାପ୍ରଭୁଙ୍କ କୃତ ଦିନ, ଆମେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। ପ୍ରଭୁଙ୍କ ନାମ ପ୍ରଶଂସା ହଉ। ଆସନ୍ତୁ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା ପରମେଶ୍ୱର ନାମରେ ଧନ୍ୟବାଦ କରୁଛୁ, ଆପଣଙ୍କ ନାମର ପ୍ରଶଂସା ସ୍ତୁତି ବନ୍ଦନା କରୁଛୁ। ଆପଣ ଆପଣ ମହାନ ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ପ୍ରଭୁ ଶାଶ୍ୱତ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ପ୍ରଭୁ ତାର ଜୀବନରେ ଆପଣଙ୍କର ଅନୁଗ୍ରହ ଆପଣଙ୍କ ଦୟା ଯୋଗ କରିଛନ୍ତି। ପ୍ରଭୁ ଏ ପରିବାରରେ ଆପଣ ଜନ୍ମ ହେବା ପାଇଁ ଦେଲ, ପୁଣି ବାପା ମାଙ୍କର ପରିବାରର ଆଦର୍ଶ ହେବା ପାଇଁ ସାହାଯ୍ୟ କଲ। ପ୍ରଭୁ ସାନଟି ବେଳରୁ ବାଲ୍ୟକାଳ ଯୌବନ ଅବସ୍ଥା ପର୍ଯ୍ୟନ୍ତ ଦୋଳି କରିଲ। ପ୍ରଭୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କ ଦାସ ଭାବରେ ତାର ଜୀବନ ପାଇଁ ତା ସାକ୍ଷ୍ୟ ପାଇଁ ଧନ୍ୟବାଦ ଦେଉଛି। ପିତା ପରମେଶ୍ୱର ଆଜି ତାର ବିବାହର ଦିନ ଅଟେ। ପ୍ରଭୁ এই গৃহରୁ ସେ ବାହାରି ଆଉ ଗୋଟେ ଗୃହକୁ, এই ପରିବାରରୁ ବାହାରି ଆଉ ଗୋଟେ ପରିବାରକୁ ସେ ଯାଉଛି। ନୂଆ ସମ୍ପର୍କରେ ପ୍ରଭୁ ଆବଦ୍ଧ ହେବା ପାଇଁ ଯାଉଛି। ପ୍ରଭୁ ଆପଣଙ୍କ ଦାସଙ୍କର ପ୍ରଭୁ ପତ୍ନୀ ହେବା ପାଇଁ ସେ ଯାଉଛି। ମୁଁ ପ୍ରାର୍ଥନା କରେ ପ୍ରଭୁ ତାର ଜୀବନରେ ଆପଣଙ୍କର ମଙ୍ଗଳ, ଆପଣଙ୍କ ଦୟାରେ ଆପଣ ତୋଳି ଧରନ୍ତୁ। ଆପଣଙ୍କ ଆଶୀର୍ବାଦ ତାର ସହବର୍ତ୍ତୀ ହଉ। ତାର ବାହାରେ ଯିବାର ଭିତରେ ଆସିବାର ସୁରକ୍ଷା କର ପ୍ରଭୁ। ତାର ଗନ୍ତବ୍ୟ ପଥରେ ସହିତ ପରମେଶ୍ୱର ହୁଅ ଆଜିଠାରୁ ସଦାକାଳ ସଦା। ପ୍ରଭୁ ତାର ବାହାରେ ଯିବାର ଭିତରେ ଆସିବାର ସହବର୍ତ୍ତୀ କରନ୍ତୁ। ପିତା ପରମେଶ୍ୱର ଉଭୟ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ ଖ୍ରୀଷ୍ଟୀୟ ପରିବାର ଗଠନ କରି ଆପଣଙ୍କ ରାଜ୍ୟର ସେବା କାର୍ଯ୍ୟ କରିବା ପାଇଁ ଆପଣ ସାହାଯ୍ୟ କରନ୍ତୁ। ଆପଣଙ୍କ ଦାସ ଭାବରେ ମୁଁ ଅଭିଷେକ କରୁଛି ପ୍ରଭୁ। ଆପଣଙ୍କ ଦାସ ଭାବରେ ମୁଁ ପ୍ରାର୍ଥନା କରୁଛି, ଆପଣ ତାର ସହିତ ପରମେଶ୍ୱର ହୁଅନ୍ତୁ। ଝିଅଟିର ଯତ୍ନ ନିଅନ୍ତୁ ପ୍ରଭୁ। ଆଜିଠାରୁ ପ୍ରଭୁ ସେ ଅନେକ ପାଇଁ ଆଶୀର୍ବାଦର କାରଣ ହବ ପ୍ରଭୁ। ଦୟା କର, ଏମାନଙ୍କୁ ଗର୍ଭର ଫଳ ଦେଇ ଆଶୀର୍ବାଦ କର ପ୍ରଭୁ। ଉଭୟ ପରିବାର ପାଇଁ ଆଶୀର୍ବାଦ କର ପ୍ରଭୁ। ମଣ୍ଡଳୀ ପାଇଁ ଆଶୀର୍ବାଦ କର ପ୍ରଭୁ। ଦୟାକରି ସାହାଯ୍ୟ କର ପ୍ରଭୁ। ଆପଣଙ୍କ ଦାସ ଦାସୀ ଭାବରେ ପ୍ରଭୁ ଆମେ ମିଳିତ ଭାବରେ ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆଶୀର୍ବାଦ କରୁଛୁ। ଆପଣଙ୍କ ଶ୍ରୀମୁଖର ପ୍ରସନ୍ନତା ଦେଇ ଆପଣ କରି ନିଅନ୍ତୁ ପ୍ରଭୁ। ଆଜି ସେ ପୁତ୍ର ଗୃହରୁ ବାହାରି ନିଜର ସ୍ୱାମୀର ଗୃହକୁ ଯାତ୍ରା କରିବା ପାଇଁ ବାହାରିବ। ତାର ସହିତ ପରମେଶ୍ୱର ହଉ। ଆଜିର ବିବାହ କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରୁହନ୍ତୁ। ଆପଣଙ୍କ ଆତ୍ମାଙ୍କର ଉପସ୍ଥିତି ଦେଇ କଢ଼େଇ ନିଅନ୍ତୁ। ଏ ପ୍ରଭୁ ପରମେଶ୍ୱର ମୁଁ ପ୍ରାର୍ଥନା କରି ଆଜିର ସକଳ କାର୍ଯ୍ୟ ଉପରେ ଆପଣଙ୍କ ଉପସ୍ଥିତି ରହୁ, ଆପଣଙ୍କ ଆଶୀର୍ବାଦ ରହୁ। ଏ ପ୍ରଭୁ ମୁଁ ଆପଣଙ୍କ ଦାସ ଭାବରେ ହୃଦୟର ପୂର୍ଣ୍ଣତା ସହିତ ଆଶୀର୍ବାଦ କରୁଛି ପ୍ରଭୁ। ଝିଅଟିର ସହିତ ପରମେଶ୍ୱର ହୁଅ, ପୁଣି ଆପଣଙ୍କ ଆଶୀର୍ବାଦ ସର୍ବଦା ତାଙ୍କର ସହବର୍ତ୍ତୀ। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ 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 ପ୍ରଭୁ। ଆପଣଙ୍କର ହସ୍ତରେ ମୁଁ ରଖୁଛି, ସହିତ ରୁହ। ପ୍ରତ୍ୟେକ ପରିସ୍ଥିତିରେ ଆପଣଙ୍କ ଆଡ଼କୁ ଅନେଇବା ପାଇଁ ସାହାଯ୍ୟ କର। ଆପଣ ତାର ସହିତ ପରମେଶ୍ୱର ହୋ ପ୍ରଭୁ। ଏ ପିତା ପରମେଶ୍ୱର ଏହି ଗୃହରେ ଯେପରି ଅନେକ ପାଇଁ ଆଶୀର୍ବାଦ କାରଣ ଥିଲା ପ୍ରଭୁ, ସେ ଆପଣଙ୍କ ସ୍ୱାମୀର ଗୃହରେ ବି ଆଶୀର୍ବାଦର କାରଣ ହଉ ପ୍ରଭୁ। ତାର ସ୍ୱାମୀର ହୃଦୟ ତା ଉପରେ ନିର୍ଭର କରୁ ପ୍ରଭୁ। ପ୍ରଭୁ ସେ ପରିବାର ପାଇଁ ସେ ଜୀବନଟି ହଉ ବୋଲି ମୁଁ ପ୍ରାର୍ଥନା କରେ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ। ଆମେ ପ୍ରତ୍ୟେକ ଆପଣଙ୍କ ସହିତ ସମର୍ପିତ ହେଉଛୁ। ଆମେ ବର୍ତ୍ତମାନ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରଭୁ ଆଶ୍ରୟଗୃହରେ ଆମେ ଯାତ୍ରା କରିବୁ ପ୍ରଭୁ। ଆମମାନଙ୍କ ସହିତ ପରମେଶ୍ୱର ଆମର ଗନ୍ତବ୍ୟ ପଥରେ ଆପଣଙ୍କ ଶ୍ରୀମୁଖ ସମସ୍ତ ଗମନ କରନ୍ତୁ।
प्रार्थना शुणी धन्यवाद यीशु प्रिय नाम आमेन। या भगवान स्वर्गस्थ पिता मोर नाम पवित्र बोली मान्य हो मोर राज्य आसु जेपरि स्वर्ग से पृथ्वी में तुम इच्छा सफल हो। आज आम मान प्रयोजन आलो दियो आम मैंने जेपरि अपना अपराध को क्षमा कर अपराध सब क्षमा करो। परीक्षा भगवान को आन ना पात्र मंदिर रक्षा करो तेणु राज्य पराक्रम गौरव जुगे जुगे आपण आमीन। ये पिता ईश्वर प्रेम प्रभु यीशु ख्रीष्ट अनुग्रह पवित्र आत्मा परमेश्वर शांति शक्ति सहभागिता चेतना परामर्श शाश्वत जीवन यात्रा तार सहवर्ती हूँ। आमेन आमेन। शक्ति सामर्थ्यता प्रदान कर प्रार्थना करुची से उभय जीवन रे तुम्हें कर्तृत्व अधिकार करने सहित प्रभु आपणार संसार गढ़ी से माने जे प्रकार तुम ठार बहुगुण आशीर्वाद प्राप्त हे एथि निमंते मध्य दया कर प्रभु मांडलिक भाव रे आमे से विदाय देउछु प्रभु से गुमा मंडलीर से जीवे गुमा मंडली को एवं सेठारे परवर्ती अन्यान्य कार्य समूह रही अछि सकल कार्य उपरे तुम आशीर्वाद को जोग कर पुणी दंपति जीवन रे मध्य तुमर आशीर्वाद सदा सर्वदा रख तुमर बाहुर छाया तले एमान को आवरी रख एमानकर प्रत्येक कार्य तुमर गौरव हो तुम्हें महिमान्वित हो प्रार्थना सुनिल धन्यवाद दे এই प्रार्थना जीशुଙ୍କ नामरे मागुअछु पिता आमेन। सर्वशक्तिमान सर्वदर्शी सर्वंतर्यामी सकल सृष्टिर आकर सकल देवता पर महान राजा आश्चर्य मंत्री पराक्रांत परमेश्वर अनंतकालीन पिता शांति राजा प्रिय प्रभु जीशु तुमर पवित्र महत् एवं आश्चर्य नामर धन्यवाद प्रशंसा कर तुमर समस्त योजना संकल्प आम निमंते आनंददायक आशीर्वाददायक से तुम महत् नाम गौरव करुछु तुम पूर्व निरूपित संकल्प और योजना अनुसार पालक महाशय को एवं भौणी को तुम्हें एकत्र एक नुआ परिवार भाव में गठन कर तुम महत् नाम गौरव करुछु से जीवन यात्रा इमानुएल परमेश्वर हो शारीरिक आध्यात्मिक भाव में प्रदान कर जीवन शेष संध्या पर्यंत तुम सेवा कर प्रभु जीशु तुम आगमन मुख्य अधिकारी अधिकारी अनुग्रह आशीर्वाद कर से यात्रा पथ को नियंत्रण करने सहित आगामी समस्त कार्यकलापर सहवर्ती परमेश्वर आशीर्वाद कर महिमा गौरव तुमको दे तुम दास दासी को तुम पाद तले उत्सर्ग कर प्रिय प्रभु जीशु नाम निवेदन प्रार्थना कले पिता परमेश्वर अकथनीय प्रेम प्राणकर्ता प्रभु जीशु ख्रीष्ट महा अनुग्रह एवं दया नित्य नित्य साहाय्यकारी पवित्र धर्मात्मा चिरंतर शांति शक्ति सुमधुर सहभागिता नव दंपति दुईटी परिवार पुणे जेते आम समवेत आम समस्त सहित सदा सर्वदा सहवर्ती गुमा मंडलीर दिकन बाबू चलो चलो किसी ना चल का हो हम कैमरा लगा जब दिन समय निकालेगा कौन बड़ा क्या है बेटी छोटा ना वीडियो ना टाटा टिकट को करेंगे बड़ा गाड़ी में रखो ज्ञान ना प्रभु आपण को बुद्धि ज्ञान विद्या समस्त विषय देइछन किंतु से दिन ऋत जेतबले नयम पाखरु
କହୁଛି ଯେ ତୋର ଲୋକ ହିଁ ମୋର ଲୋକ, ତୋର ପ୍ରଭୁ ହିଁ ମୋର ପ୍ରଭୁ। ତେଣୁ ମୁଁ ଝିଅକୁ ବିଶେଷ ପରାମର୍ଶ ଦିଏ, ବିଳାପ ଆଜିଠାରୁ ତୋର ମସ୍ତକ, ଆଉ ତୁ ତାକୁ ସେମିତି ସମ୍ମାନ ଦେବାକୁ ତୋର ସ୍ୱାମୀ ବିଳାପ ତୋତେ ମଧ୍ୟ ଏଥର ହେଲା ବୋଲି ଯେତେବେଳେ ଆଦମ କହିଲେ ଆଜିଠୁ ତାର ପ୍ରାଣ ତୋର ପ୍ରାଣ ତାର ଗୋଟିଏ ଆଉ କେବେ ନାହିଁ। ତେଣୁ ପ୍ରଭୁ ଉଭୟଙ୍କୁ ତୁ ତାକୁ ସମ୍ମାନ ଦେବୁ, ସେ ତୋତେ ପ୍ରେମ କରିବ। ଆଉ ପ୍ରଭୁ ଅନୁଗ୍ରହ କରିଛନ୍ତି ତାର ଶାଶୁ ଶ୍ୱଶୁରକୁ ନିଜର ମା ବାପା ବୋଲିକି ତାଙ୍କୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ତୋର ସତ୍ୟ ଅନୁସାରେ ସେମାନଙ୍କୁ ସେବା କରିବ। ସ୍ୱାମୀ କି ସାରା ସେଦିନ କହିଥିଲେ ପ୍ରଭୁ ବୋଲି, ଆଜି ସେ ତୋର ପ୍ରଭୁ ବୋଲି ଜାଣିବ। ପ୍ରଭୁ ଉଭୟକୁ ଆଶୀର୍ବାଦ କର। ଗୋଟେ ଶାସ୍ତ୍ର ଗୋଟିଏ ଅଂଶ ଦେଖିବା, ହିତୋପଦେଶ 18:22 ଏହିପରି ଲେଖାଯାଏ, ଯେଉଁ ଲୋକ ଭାଗ୍ୟ ପାଏ ସେ ଉତ୍ତମ ବସ୍ତୁ ପାଏ। ସମସ୍ତ ମଣ୍ଡଳୀର ବାଳକ ବେଳ ପାଣି ଆଜି ଗୋଟେ ଉତ୍ତମ ବସ୍ତୁ ପାଇଯିବା ଯେ ଅତ୍ୟୁକ୍ତି ହେବ ନାହିଁ। ଧର୍ମଶାସ୍ତ୍ର କହେ ଓ ସଦାପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଏ। ଆମମାନଙ୍କର ଭାଗ୍ୟ, ମୁଁ ଏ କଥା କହୁଛି, ବାଳକମାନେ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି, କିନ୍ତୁ ଲିମା ମହାଶୟ, ରାହୁଳ ମହାଶୟ ଆମେ ଭାଗ୍ୟମାନ ମନେ କରୁ। ବାଳକଙ୍କ ନିମନ୍ତେ ତାଙ୍କର ଶୁଭ ପବିତ୍ର କାର୍ଯ୍ୟରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରୁ। ମଣ୍ଡଳୀ ସହଯୋଗ କଲା, ବାଳକମାନେ, ଦୀପକମାନେ, ଡାଇରେକ୍ଟର ବନ୍ଧୁମାନେ ତାଙ୍କର ଦୈନନ୍ଦିନ ଜୀବନରେ ପ୍ରାର୍ଥନାରେ ସ୍ମରଣ କଲେ, ରାଗ ମଧ୍ୟ ଶୁଖିଲା କଲେ। ଏଥିପାଇଁ ହିତୋପଦେଶରେ ଏହି କଥା ଲେଖାଯାଏ, ଯେଉଁ ଲୋକ ଭାଗ୍ୟ ପାଏ ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଏ। ପ୍ରଭୁ ଏ ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆଜିଠାରୁ ଆପଣଙ୍କର ସହଧର୍ମିଣୀକୁ ଆପଣ ପାଇଛନ୍ତି, ଉତ୍ତମ ବସ୍ତୁ ପାଇଛନ୍ତି। ଆଉ ଏଫେସୀୟ 5:27-28 ଅନ୍ୟାନ୍ୟ କଥା ଲେଖାଯାଏ, ଆପଣଙ୍କର ଶରୀରକୁ ଯେମିତି ପ୍ରେମ କରିବେ, ଆପଣଙ୍କର ଧର୍ମପତ୍ନୀକୁ ମଧ୍ୟ ତଦୁପ ପ୍ରେମ କରିବାକୁ ହେବ। ଆମର ଝିଅକୁ ମଧ୍ୟ ମୁଁ କହୁଛି, ସ୍ୱାମୀ ତାର ମୁକୁଟ ପରି ତାଙ୍କର ବଶରେ ରହିବାକୁ ହେବ। ଆମେ ଆଶଗଡ଼ ମଣ୍ଡଳୀର ଦୀପକ ବାବୁ କହୁଥିଲେ, ବାଳକଙ୍କର ଧର୍ମପତ୍ନୀ ବାଳିକା। ଏ ଗୁମା ମଣ୍ଡଳୀର ବାଳକୀୟ କାର୍ଯ୍ୟ ଯେତେବେଳେ କରିବେ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ କରି ବାଳିକା ଭାବେ ନାମ ଆପଣମାନେ ଅର୍ଜନ କରିଛନ୍ତି। ତେବେ ଏ ବାଳକ ବାଳିକା କାର୍ଯ୍ୟ ଅତି ଗୁରୁତର ବିଷୟ। ଜାଗତିକ ବିଷୟରେ ଚାକିରି କ୍ଷେତ୍ରରେ କରିବାକୁ, କିନ୍ତୁ ଲୋକମାନଙ୍କର ସେବକୀୟ କାର୍ଯ୍ୟ କରିବା ଅତି ଗୁରୁତ୍ୱପୂର୍ଣ୍ଣ। ଆସିବ ନିନ୍ଦା, ତାଡ଼ନା, ଦୁଃଖ, କ୍ଲେଶ, ରୋଗ, ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ ପ୍ରଭୁଙ୍କଠାରେ ଲାଗି ରହିଲେ ପ୍ରଭୁ ଆପଣଙ୍କର ସପକ୍ଷରେ ରହିବେ। ଆପଣଙ୍କର ସହବର୍ତ୍ତୀ ପରମେଶ୍ୱର ଏହି ସମସ୍ତ କାର୍ଯ୍ୟରେ ଆଶୀର୍ବାଦ କରିବେ। ଆମକୁ ଲିମା ଦୀପଙ୍କ ପଦେ ପ୍ରାର୍ଥନା କରିବେ। ମୁଁ ପ୍ରାର୍ଥନା କଲା ପରେ ପୁନର୍ବାର ଆମମାନଙ୍କର ଲିମା ଦୀପଙ୍କର ଶେଷ ଆଶୀର୍ବାଦରେ ଆଜିର କାର୍ଯ୍ୟକ୍ରମ ସନ୍ଧ୍ୟାଧିପତି ସଦାପତି ପରମେଶ୍ୱର ଏଭଳି ଧନ୍ୟବାଦ ଦେଉଛୁ। ମା ମଣ୍ଡଳୀର ବାଳକ ବିଳାପ ବାବୁଙ୍କୁ ତୁମେ ଏକ ସହଧର୍ମିଣୀ ଦେଲ। ତୁମର ରୀତିନୀତି ଯୋଜନା ଅନୁସାରେ ଉଭୟକୁ ତୁମେ ସଂଯୁକ୍ତ କରିଅଛ। ଏଥି ନିମନ୍ତେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ଆଗ ଦିନଠାରୁ ସେମାନେ ପରସ୍ପରକୁ ଭକ୍ତି କରିବେ, ସମ୍ମାନ ଦେବେ, ଏ ପ୍ରକାର ଜ୍ଞାନ ବୁଦ୍ଧି ପ୍ରାର୍ଥନା କରୁଛୁ ପ୍ରଭୁ। ସେମାନେ ଯେହେତୁ ତୁମଠାରେ ନିର୍ଭର କରି ତୁମର ନିକଟବର୍ତ୍ତୀ ହେବେ, ତୁମର ଶରଣାପନ୍ନ ହେବେ, ଏ ପ୍ରକାର ଦୟା ଗୁରୁ ଦାୟିତ୍ୱ ଦେଇଛି ବା ପାଇଛି, ତା'ର ଅଧା ନିଜେ ବହନ କରିବା ପାଇଁ ତା ସହକର୍ମୀମାନେ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ। ବାଳକଙ୍କୁ ବାଳକୀୟ କାର୍ଯ୍ୟ କରିବାରେ ସହାନୁଭୂତି ସାହାଯ୍ୟ କରିବା ପାଇଁ ବହୁତ ଚେଷ୍ଟା କରିବା ପାଇଁ ତାକୁ ଜ୍ଞାନ ବୁଦ୍ଧି ଦିଅ। ପ୍ରାର୍ଥନା କରୁଛୁ ପ୍ରଭୁ, ଯେଉଁ ଯେଉଁ ସ୍ଥାନକୁ ଯିବେ ଉଭୟ ଯିବେ ନିଜର ଗୌରବ ନିମନ୍ତେ, ନିଜର ସୁରକ୍ଷା ନିମନ୍ତେ ତୁମକୁ ଲକ୍ଷ୍ୟ କରି ଜୀବନ କାଟିବେ। ଏ ପ୍ରକାର ଦୟା ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ମାଗିବା। ପବିତ୍ରମୟ ପିତା ପରମେଶ୍ୱର, ପୁନର୍ବାର ତୁମର ପାତାଳେ ଆମେ ସମର୍ପିତ ହୋଇଛୁ। ବାଳକ ବାବୁଙ୍କର ବିବାହ କାର୍ଯ୍ୟ ନିମନ୍ତେ ଆମମାନଙ୍କର ଦୈନନ୍ଦିନ ଜୀବନର ପ୍ରାର୍ଥନାରେ ସ୍ମରଣରେ ଆଣିଥିଲୁ। ପ୍ରଭୁ ତୁମେ ସମସ୍ତ ବିଷୟରେ ଆଶୀର୍ବାଦ କରିଅଛ, ଏଥିପାଇଁ ତୁମ ମହତ ନାମକୁ ଧନ୍ୟବାଦ କରୁଛୁ। ପ୍ରଭୁ, ମନୁଷ୍ୟ ଗୃହ ନିର୍ମାଣ କରିପାରେ, କିନ୍ତୁ ଈଶ୍ୱର ଯେ ପରିବାର ଗଠନ କରନ୍ତି ଏହା ପ୍ରଭୁ ଆମେ ବିଶ୍ୱାସ କରୁଛୁ।
ତୁମେ ଗୁପ୍ତ ଭାବରେ ଯାହା ରଖିଥିଲ ଆଜି ଉଭୟ ମଣ୍ଡଳୀ ସାକ୍ଷାତରେ ପ୍ରଭୁ ସେମାନେ ଶୁଭ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏମାନଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ସଙ୍ଗେ ସଙ୍ଗେ ଏମାନେ ଆଜିଠାରୁ ଆଉ ଦୁହିଁ ନୁହନ୍ତି, ଏକାଙ୍ଗ ଅଟନ୍ତି। ପ୍ରଭୁ ଏମାନଙ୍କର କାର୍ଯ୍ୟକଳାପରେ ତୁମର ପବିତ୍ର ହସ୍ତ ରଖ। ଏମାନେ ଯେପରି ପ୍ରଭୁ ବିଷୟକ ଭୟର ଜ୍ଞାନ ପାଇବେ, ପ୍ରଭୁଙ୍କ ଉପରେ ନିର୍ଭର ରଖିବେ, ପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବେ ଏବଂ ଜୀବନଯାପନ କାଟିବେ। ପରମେଶ୍ୱରଙ୍କର ଅସୀମ ପ୍ରେମ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମହା ଅମୂଲ୍ୟ ଦୟା, ପବିତ୍ର ଧର୍ମାତ୍ମା ପରମେଶ୍ୱର ତୁମର ଶାନ୍ତି ଚେତନା ଶିକ୍ଷା ବିଶେଷ କରି ଏ ନୂଆ ଦମ୍ପତି ଉପରେ ସହବର୍ତ୍ତୀ ହୁଅନ୍ତୁ। ଆମେ ଯାଉଥିବା ତ କ'ଣ ଟ୍ରିଟମେଣ୍ଟ ଆମେ